জয় জয় জগন্নাথ হে ব্রহ্মাণ্ড নায়ক আজি নাচিব মুরলী বাই মো কালিয়ার চতুর্ধা মুহূর্তি হরি হে পঙ্কজ মুখ নাচিব মুরলী বাই মো কালিয়ার আরে তো ভজନରେ মুগ্ধ হইকি মো ভাইনা তোতে 50 টଙ୍କା ଦେଇଛନ୍ তু এটা মো ধরে কাইকি ফুড়িবু এথিরে মোর অধিকার নাই এটা তো অধিকার তো পরিশ্রম করিছু তু পুরস্কার পাইছু এ পুরস্কার তোর আজ্ঞা যেহেতু আপন আমার গুরু না মু যদি পুরস্কার সুনা চেনে পায়ে কাহাকু চিহ্নে দেবিনি কারণ সেইটা মোর পরিশ্রম জয় জয় জগন্নাথ ব্রহ্মাণ্ড নায়ক নাচিব মুরলী বাই মো কালিয়ার জয় জয় জগন্নাথ হে পঙ্কজ মুখ নাচিব মুরলী বাই মো কালিয়ার কাহিকি আসিছু মন কিস নেবা পারি নাচিব মুরলী বাই মো কালিয়ার আসিছু লঙ্গলা তুই ଯିବୁ শূন্য হই নাচিব মুরলী বাই মো কালিয়ার আজি নাচিব মুরলী বাই মো কালিয়ার হই মনারে মোবল কর নাচিব মুরলী বাই মো কালিয়ার আজি নাচিব মুরলী বাই মো কালিয়ার কলা শ্রীমুখ বারে দেখিবা চালো নাচিব মুরলী বাই মো কালিয়ার আজি নাচিব মুরলী বাই মো কালিয়ার রহ গোসাই এ নিরঞ্জনপুর অনুষ্ঠান পালা 7 রু আরম্ভ হওয়া কথা 12 রে সরিবা কথা ମୋ ପିଲା ଗୁଡାକୁ ଆଜି ଅଧଘଣ୍ଟେ ପରେ ବସେଇ ଦେଲ କାହିଁକି ମୋ ପିଲା କଣ ତମ ହଳିଆ ତମ ଜୀବନ ଭିତରେ ପାଲା ଆମେ ଏତେ ବର୍ଷ ଗାଇଲିଣି ତମ ପାଳିଆ ମାନଙ୍କୁ କୋଉଦିନ ମୁଁ 10 ମିନିଟ ବସେଇଛି ତମ ପାଳିଆ ଆସିବେ ମାନେ ମୁଁ 5-7 ମିନିଟ ଭିତରେ ପେଣ୍ଡାଲ ଉପରୁ ବିଦାୟ ନେବି 3 ଘଣ୍ଟା ପରୀକ୍ଷା ଦେବ କାଗଜରେ ଲେଖି ପାରିବନି ସାର୍ ଯେତେବେଳେ ଖାତା ଛଡେଇବାକୁ ଆସିବେ ସେତେବେଳେ କହିବ ସାର୍ ଆଉ ଟିକିଏ ଲେଖିବି ସେ ଅବସ୍ଥା ଯାହା ତମ ପାଲା ଅବସ୍ଥା ସେଇଆ ପ୍ରଥମ 3 ଘଣ୍ଟା କଣ କରୁଛ ପାଳିଆ ମାନଙ୍କୁ କାହିଁକି ଘଣ୍ଟେ ଲେଖେ ଛାଡୁଛ ଆସିକି ଏ ହେଇକି ଆଉ ଅଧଘଣ୍ଟେ ପଳଉଛି ଗଲା 1.5 ଘଣ୍ଟା 14 ଅକ୍ଷରୀ ମାରିକି ଲୋକଙ୍କୁ ବୁଝଉ ବୁଝଉ ଗଲା 2 ଘଣ୍ଟା ଆଉ ଘଣ୍ଟାକରେ ବାପା ଲୋକି ପାଲା ହବ କୁଆଡେ ଆଇଛ ଅତି ବେଶୀରେ ପାଳିଆଙ୍କର କାମ ଅଧଘଣ୍ଟେ ଗାୟକ ପେଣ୍ଡାଲରେ ଠିଆ ହେଲା ତ ପାଳିଆଙ୍କର କାମ ନଟ କେବଳ ପାଳିଆ ମାନେ ଏତିକି ହେବେ ଗାୟକ ଯେତିକି ଗାଇବ କେବଳ ପାଳି ଟିକି ଧରିବେ ମୋର ଭଙ୍ଗା ଦେହ ତଥାପି ମତେ ଏତେ ଖଟଉଛ ଡକ୍ଟର ମନା କରୁଛି ରାତି 12ଟା ପର ପର୍ଯ୍ୟନ୍ତ ଆଉ କେବେ ରହିବନି ରାତି 12ଟା ହେଲେ ଶୋଇବୁ ତଥାପି 12ଟା ବାଜିଗଲାଣି ମୁଁ ଭାବୁଛି 12ଟା ହବନି କେତେ 1 ବାଜିବ ହଉ ଏ କେବଳ କାଳୀର ମହିମା দ্বিতীয় থাকো পালা 1.5 ঘন্টা কি অতি বেশি 2 ঘন্টা
ମୁଁ 10:30 ପେଣ୍ଡାଲକୁ ପିଲାକୁ ପଠେଇଲି। ଆଚ୍ଛା ଗୋଟେ ବାଜିଲା। ବାସ୍ ତମେ କାଲି 11ଟା ରାତିରେ ଆଇଲ। ହଁ ମୁଁ ସେମିତି ଗାଉଛି 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 ରାତି 11 ବାଜିଲାଣି। 7 ରୁ 11। ବାସ୍ 11ରେ ପାଳିଆଙ୍କୁ ପଠେଇଲ, 11:30ରେ ଆଇଲ, 1ରେ ଯାଇକି ଖାଇଲ। କେତେ ଘଣ୍ଟା ପାଲା ଗାଇଲ? ଏଇଥିରେ କହୁଛ ନୃସିଂହ ହୋତାକୁ ଯାହା ଦବ ମତେ ସେଇଆ ଦବ। ଆଚ୍ଛା ଅଳ୍ପ ସମୟରେ ବହୁତ କଥା କହିକିରି ଚାଲ। ହଉ ଯାହା ହଉ, ପଦୁଟିଏ କହିଛ ମତେ ଖୁସି ଲାଗିଛି। ଆଚ୍ଛା ଓଡ଼ିଶାରେ ପାଲା ରେଟ୍ ବଢେଇଛି ନୃସିଂହ ହୋତା। ହଁ ହଁ ଖୁସି ଲାଗିଲା। ବାସ୍ ଆଉ ପଦୁଟିଏ କହିଲ। ଯାହା ହଉ, ସନାତନ ଦାସ ଯଦି ଓଡ଼ିଶାରେ ନାଁ କରିଥାଏ ତା ମୂଳରେ ଅଛି ନୃସିଂହ ହୋତା। ଆଚ୍ଛା ଆଚ୍ଛା ଏଇଥିପାଇଁ ମୁଁ କିଛି କହିପାରୁନି। ହଁ ହଁ ଏତିକି ଦି ପଦ କହୁଛ ତ, ମୁଁ ମରିଗଲା ପରେ ବି କହିବ। ହଁ ହଁ ନୃସିଂହ ହୋତା ଓଡ଼ିଶାର ପାଲା ରେଟ୍ ବଢେଇଛି। ବାସ୍ ନୃସିଂହ ହୋତା ଯୋଗୁଁ କେତେଟା ପାଲାବାଲା ପାଲା ଗାୟକ ହେଇଛନ୍ତି। ହଁ ହଁ ଏତିକି କହିଲେ ମନଟା ଖୁସି ହବ। ଆଚ୍ଛା ଜୟ ଜୟ ଜଗନ୍ନାଥ ନୀଳାଚଳ ମୁଦ୍ରା। ନାଚିବ ମୁରଳି ବାଇ ମୋ କାଳିଆ ରୋଜାରି। ନାଚିବ ମୁରଳି ବାଇ ମୋ କାଳିଆ ରୋଜାରି। ଅନନ୍ତ ନାଗ ଉପରେ ଭାଗ ଯୋଗ ନିଦ୍ରା। ନାଚିବ ମୁରଳି ବାଇ ମୋ କାଳିଆ ରୋଜା। ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା। ପଣ୍ଡିତ ମଣ୍ଡଳୀ ଦୁଇ ଗୋଟି ରାଧା ଗଲା। ନାଚିବ ମୁରଳି ବାଇ ମୋ କାଳିଆ ରୋଜା। ଗୋଟେ ଲକ୍ଷ୍ମୀ ଗୋଟେ ବୃଷ ଭାନୁ କନ୍ୟା ଭୋଲା। ନାଚିବ ମୁରଳି ବାଇ ମୋ କାଳିଆ ରୋଜା। ଆଜି ପୁରାଣ ଭିତରେ ପୁଣି ଆଉ ରାଧା ଅଛି। ନାଚିବ ମୁରଳି ବାଇ ମୋ କାଳିଆ ରୋଜା। ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା। ପଚାରନ୍ତି ସେ ରାଧା କି ଆଉ ଦିନ ନାହିଁ ବାଛି। ନାଚିବ ମୁରଳି ବାଇ ମୋ କାଳିଆ ରୋଜା। ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା। କାଲି ନିରଞ୍ଜନ ପୁର ପାଲା ଯେ ସରିବ। ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା। ମନ ଇଚ୍ଛା ଯାହା ଆସିବ ଦୀପକ ଗାଇ ଦେଇକି ଯିବ। ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା। ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା। ଏତେ ଦିନ ପାଲା ହେଲା ଦିନେ ପରା ପୂରଣ କରିଲ ନାହିଁ। ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା। ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା। କେମିତି ହୋତାର ଯୋଡ଼ ହୋଇବ ହେ ଭାଇ। ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା। ଆଜି ନାଚିବ ମୁରଳି ବାଇ ମୋ କାଳିଆ ରୋଜା। ଆଉ 3 ନମ୍ବର ରାଧାଟା କିଏ? ନା ଗୋବର୍ଦ୍ଧନ ମଲ୍ଲର ଝିଅ। ଗୋବର୍ଦ୍ଧନ ମଲ୍ଲର ଝିଅ ରାଧା। ଆଚ୍ଛା ଦ୍ୱାପର ଯୁଗରେ ଗୋଟେ ଗୌଡ଼ ଥିଲା, ତା ନାଁ ହଉଛି ଗୋବର୍ଦ୍ଧନ ମଲ୍ଲ। ମଲ୍ଲ ଆଜ୍ଞା ସେଇ ଗୋବର୍ଦ୍ଧନ ମଲ୍ଲ ଦିନେ ଗାଈ ଦୁହୁଁଛି। ଆଚ୍ଛା 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 ବଡ଼ ଲୋକ ତ ଗାଈ ନିଶ୍ଚିତ ଦୁହୁଁଥବ ଆଉ। ଠିକ ଏତିକି ବେଳେ କଣ ହେଲା? ଶୂନ୍ୟରୁ ଗୋଟେ ଝିଅଟେ ଗଳି ପଡ଼ିଲା। ଆଚ୍ଛା ଶୂନ୍ୟରୁ ଗୋଟେ ଝିଅ ଗଳି ପଡ଼ିଲା। ହଁ 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 ଏ ମା, ସେ ଝିଅର ଆଖି ଖୋଲୁନି, ନାଇଁ ପାଟି ଖୋଲୁନି, ଆହା ହାତ ଗୋଡ଼ ହଲୁନି, ଆଚ୍ଛା ପଡ଼ିଛି ଆଉ। ହଁ
ସେ ଝିଅ ଆଜ ଲାଇକ୍ ଆଜ କୋମା ପେସେଣ୍ଟ, ଆଚ୍ଛା ଆଜ୍ଞା ଆଚ୍ଛା ଆଜ୍ଞା କିଛି ଖୋଲୁନି। କିଛି ଖୋଲୁନି ଆଉ ସେମିତି ପଡିଛି। ସେ ଯୋଉଦିନ ପଡିଲା ଆହା ତାର 3 ଦିନ ପରେ ଜନ୍ମ ହେଲେ କୃଷ୍ଣ। କୃଷ୍ଣ ଏପଟେ ଯଶୋଦା, ଆହା ସେପଟେ ଦେବକୀ। ଦେବକୀ ବାସ୍ ମାଉସୀ ଝିଅ ଏ ପିଇସି ଝିଅ ଭଉଣୀ, ଆଚ୍ଛା 2 ଜଣ ଯାକ 2 ଭଉଣୀ। ଦି ଭଉଣୀ ଝିଅ ଜନ୍ମ ହେଲେ ତା 21 କୋଉ ଦିନ ପାଳନ ହୁଏ? 21 ଦିନରେ 21 ଚୁପ୍! ଆଜ୍ଞା କହିଲା 21 ଦିନରେ। ଆଜ୍ଞା ଆମେ ତ ସେଇଟା ପ୍ରତିପାଳନ କରୁଛୁ। ଝିଅ ଜନ୍ମ ହେଲେ ଆଜ୍ଞା ତା ନାମକରଣ ହବ 31 ଦିନରେ। 31 ଦିନରେ ଆଚ୍ଛା ପୁଅ ଜନ୍ମ ହେଲେ ଆଜ୍ଞା ତା ନାମକରଣ ହବ ବାପାଲୋ 21 ଦିନରେ। 21 ଦିନରେ ଆଚ୍ଛା ଆମେ ସବୁ ଗୋଟାକରେ ଚଲେଇଛେ ଆଉ 3 ଦିନ ରାଧା ଜନ୍ମ ହେଲା ପରେ ବାସ୍ କୃଷ୍ଣ ଜନ୍ମ ହେଲେ। ଆଚ୍ଛା କୃଷ୍ଣକୁ ଯେତେବେଳେ 21 ଦିନ, ଆଚ୍ଛା ତାହେଲେ ରାଧାକୁ କେତେ ଦିନ ହବ? 24 ଦିନ 21 ଦିନ 24 ଦିନ। 24 ଦିନ ଏ ତ 2 ଭଉଣୀ, ହଁ କୃଷ୍ଣ ଜନ୍ମ ହେଇଛି, ଆଚ୍ଛା ରାଧା ଜନ୍ମ ହେଇକି ପଡିଛି। ବାସ୍ ରାଧାର ଯୋଉଦିନ 21 ଦିବସ ପାଳନ ହବ 31 ଦିନରେ, ଆଚ୍ଛା ମା କୃଷ୍ଣକୁ ସାଙ୍ଗରେ ନେଇକି ଗଲା। ଆଚ୍ଛା ଆଚ୍ଛା ବୃଷଭାନୁ ରାଜା ଝିଅ ପଡିଛୁ ହଁ 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 ରାଧା। ଆଚ୍ଛା ଏତିକି ଗବେଷଣା କରିଛ ରାଧା ବିଷୟରେ? ଆଉ ଖାଲି ମାଇ ମା କାହାଣୀ ଗପ କହିକି ରାଧା 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 ରାନ୍ଧା ହେଇକି ଭଜନ ଗାଇକି ଭଜନିଆ ପାଳିଆ ଭଳିଆ ଯାଉଛ। ପାଠ ବାହାରି କର। ବାସ୍ କୃଷ୍ଣଙ୍କୁ ନେଇକି ଯାଇଛି ମା। ଆଚ୍ଛା ଯେମିତି କୃଷ୍ଣ ପହଞ୍ଚିଛନ୍ତି ରାଧା ପାଖରେ, ଆଚ୍ଛା ମା ଡାକିଲା ନାନିଲୋ, ହଁ ତୋର ପରା ଝିଅ ଜନ୍ମ ହେଇଛି, ଝିଅଟା ଟିକେ ଦେଖେଇଲୁ କେମିତିଆ ହେଇଛି, ଟିକେ ଧରି ପକେଇବି। ଆଚ୍ଛା 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 ରାଧାକୁ ଧରି ପକେଇଲା ମୋ ମା। ଆଚ୍ଛା କୃଷ୍ଣ ସେତେବେଳେ ଡାହାଣ ସ୍ତନରୁ କ୍ଷୀର ଖାଇ ବାସ୍ ଶୋଇ ଯାଇଛନ୍ତି। ଆଚ୍ଛା ଇଏ ଯେତେବେଳେ ରାଧାକୁ ଧରିଲା, ହଁ ସ୍ତନରୁ କ୍ଷୀର ବାସ୍ନା ହେଲା। ବାସ୍ କୃଷ୍ଣ ଯୋଉ ସ୍ତନରୁ କ୍ଷୀର ଖାଇଥିଲେ, ଆଚ୍ଛା ମା ରାଧା ଆହା ସେଇ ସ୍ତନରେ ମୁହଁଟା ଲଗେଇ ଦେଲା। ଆଚ୍ଛା 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 ଯେମିତି ମୁହଁ ଲଗେଇଛି, ହଁ ହଁ କହିଲା କ୍ରମେ